ସାଙ୍ଗମାନେ କ'ଣ ଆପଣ ବି ସେଇ ଲକ୍ଷାଧିକ ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କି ଦିନରାତି ପରିଶ୍ରମ ତ କରୁଛନ୍ତି କିନ୍ତୁ ଚାକିରି ମିଳୁନାହିଁ? କ'ଣ ରିଜେକ୍ଟ ହେବା ପରେ ଆପଣ ଏମିତି ଅନୁଭବ କରୁଛନ୍ତି କି ଆଗକୁ କୌଣସି ରାସ୍ତା ହିଁ ନାହିଁ? ଯଦି ଉତ୍ତର ହଁ ହେଇଥାଏ ତ ଏଇ ଭିଡ଼ିଓ କେବଳ ଆପଣଙ୍କ ପାଇଁ। ଆଜି ମୁଁ ଆପଣଙ୍କୁ ସେଇ କଥା କହିବା ପାଇଁ ଯାଉଛି ଯାହାକି ଆପଣଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ ଆଉ ଆପଣଙ୍କ କ୍ୟାରିୟରର ଦିଗ ସ୍ଥିର କରିବ। ତ ଚାଲନ୍ତୁ ଆରମ୍ଭ କରିବା। ନମ୍ବର 1, ସେଲ୍ଫ ଆନାଲିସିସ୍। ଆତ୍ମବିଶ୍ଳେଷଣ କରନ୍ତୁ। ସର୍ବପ୍ରଥମେ ଏହା ବୁଝିବା ଜରୁରୀ ହେଇଥାଏ କି ଚାକିରି ନ ମିଳିବାର ମାନେ ଆପଣଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ନୁହେଁ। ଆପଣ ପରିଶ୍ରମ ତ କରୁଛନ୍ତି କିନ୍ତୁ ହେଇପାରେ ସେହି ପରିଶ୍ରମ ସଠିକ୍ ଦିଗରେ ନ ହେଉଥାଇପାରେ। ନିଜକୁ ଏ କ୍ୱେଶ୍ଚିନ୍ କରନ୍ତୁ, କ'ଣ ମୁଁ ସଠିକ୍ ସ୍କିଲ୍ ସହିତ ଆପ୍ଲାଏ କରୁଛି? କ'ଣ ମୋ ପାଖରେ ଆଜିକା ଦୁନିଆର ଆବଶ୍ୟକତା ହିସାବରେ ଟେକ୍ନିକାଲ ନଲେଜ ଅଛି? କ'ଣ ମୋ ରେଜ୍ୟୁମେ ଅନ୍ୟମାନଙ୍କ ଠାରୁ ଭିନ୍ନ? ଭୁଲ ଖୋଜିବା ଖରାପ ନୁହେଁ, ବରଂ ଖରାପ ହେଉଛି ସେହି ଭୁଲକୁ ବାରମ୍ବାର ରିପିଟ୍ କରିବା। ନମ୍ବର 2, ଅପସ୍କିଲ୍ ୟୁର ସେଲ୍ଫ। ସ୍କିଲ୍ସ ଉପରେ କାମ କରନ୍ତୁ। ଆଜିର ଦୁନିଆରେ କେବଳ ଡିଗ୍ରୀରେ ଚାକିରି ମିଳେନି, ନିଜ ଭିତରେ ସ୍କିଲ୍ସ ଥିବା ଦରକାର। ଯଦି ଆପଣଙ୍କୁ IT ସେକ୍ଟର, ଡିଜିଟାଲ ମାର୍କେଟିଂ, ଗ୍ରାଫିକ୍ ଡିଜାଇନ ଅବା ଅନ୍ୟ କୌଣସି ଫିଲ୍ଡରେ କାମ କରିବାର ଅଛି ତ ସେହି ସବୁ ଫିଲ୍ଡର ନଲେଜ ପାଇଁ ନୂଆ କୋର୍ସେସ୍ ଜଏନ୍ କରନ୍ତୁ। ୟୁଟ୍ୟୁବ ଆଉ ଅନ୍ୟ ଫ୍ରି ପ୍ଲାଟଫର୍ମରେ ଶିଖିବାର ହଜାର ସୁବିଧା ଅଛି। ବାସ୍ ସେଥିପାଇଁ ନିଜ ଭିତରେ ୱିଲ୍ ପାୱାର ରହିବା ଦରକାର। ଯେ ପର୍ଯ୍ୟନ୍ତ ଆପଣ ନିଜକୁ ଉନ୍ନତ ବନେଇବା ବନ୍ଦ ନ କରିବେ ସେ ପର୍ଯ୍ୟନ୍ତ ଆପଣଙ୍କ ସଫଳତାର କୌଣସି ଲିମିଟେସନ୍ ରହିବନି। ନମ୍ବର 3, ପାୱାର ଅଫ୍ ନେଟୱାର୍କିଂ। ନେଟୱାର୍କିଂର ମହତ୍ତ୍ୱ। ଅନେକ ଥର ଚାକିରି ଆପଣଙ୍କ ରେଜ୍ୟୁମରୁ ନୁହେଁ ବରଂ ଆପଣଙ୍କ ନେଟୱାର୍କିଂରେ ମିଳିଥାଏ। ଲିଙ୍କଡଇନ୍ ସାଇଟ୍ରେ ନିଜର ପ୍ରୋଫାଇଲ୍ ବନାନ୍ତୁ। ଯେଉଁ ଫିଲ୍ଡରେ ଆପଣ ଯିବାକୁ ଚାହୁଁଛନ୍ତି ସେହି ଫିଲ୍ଡର ଲୋକଙ୍କ ସହିତ କନେକ୍ଟ ରୁହନ୍ତୁ ଆଉ ସେମାନଙ୍କ ଠାରୁ ପରାମର୍ଶ ନିଅନ୍ତୁ। ୱାର୍କସପ୍ ଆଉ ସେମିନାର ପ୍ରୋଗ୍ରାମରେ ଭାଗ ନିଅନ୍ତୁ। ବେଳେବେଳେ ସଠିକ୍ ଜାଗାରେ ଗୋଟିଏ କଥାବାର୍ତ୍ତା ଆପଣଙ୍କ ଜୀବନକୁ ବଦଳାଇ ଦେଇପାରେ। ନମ୍ବର 4, ବିଲିଭ୍ ଇନ୍ ୟୋର ସେଲ୍ଫ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ସାଙ୍ଗମାନେ, ରିଜେକ୍ସନ୍ ଲାଇଫ୍ର ଗୋଟିଏ ପାର୍ଟ ହେଇଥାଏ। ପ୍ରତ୍ୟେକ ସଫଳ ବ୍ୟକ୍ତି ତାଙ୍କ ନିଜ ଲାଇଫ୍ରେ ରିଜେକ୍ସନ୍ର ସାମ୍ନା କରିଛନ୍ତି କିନ୍ତୁ ସେମାନେ କେବେ ବି ହାର ମାନି ନାହାନ୍ତି। ଯଦି ଆପଣଙ୍କୁ ଲାଗୁଛି କି ଆପଣ ହାରି ଯାଇଛନ୍ତି ତ ବିଶ୍ୱାସ କରନ୍ତୁ ଆପଣ ପ୍ରକୃତରେ ହାରି ନାହାନ୍ତି କିନ୍ତୁ ଆପଣ ନିଜେ ହିଁ ହାର ମାନି ନେଇଛନ୍ତି। ପ୍ରତିଟି ରିଜେକ୍ସନ୍ ଆପଣଙ୍କୁ କିଛି ଶିକ୍ଷା ଦେଇଥାଏ। ସେହି ଶିକ୍ଷାକୁ ଆପଣାନ୍ତୁ ଆଉ ଜୀବନରେ ଆଗକୁ ବଢ଼ନ୍ତୁ। ନମ୍ବର 5, ଏଣ୍ଟରପ୍ରେନରସିପ୍। ଚାକିରି ନାହିଁ ତ ନିଜର କାମ ଆରମ୍ଭ କରନ୍ତୁ। ଯଦି ଚାକିରି ମିଳୁନାହିଁ ତ ଆପଣ ନିଜେ କିଛି ଆରମ୍ଭ କରନ୍ତୁ। ଆଜିର ଯୁଗରେ ଘରେ ବସିକି ବି ପଇସା ଇନକମ୍ କରାଯାଇପାରୁଛି। ଫ୍ରିଲାନ୍ସିଂ, ୟୁଟ୍ୟୁବ୍ ଚ୍ୟାନେଲ, ବ୍ଲଗିଂ ଅବା ଇ-କମର୍ସ ପ୍ଲାଟଫର୍ମରୁ ଲୋକେ ବଢ଼ିଆ ପଇସା ଇନକମ୍ କରୁଛନ୍ତି। ବାସ୍ ଆରମ୍ଭ କରିବାର ସାହସ ଆବଶ୍ୟକ। ବଡ଼ ହେବା ପାଇଁ ବଡ଼ ମୌକାକୁ ଅପେକ୍ଷା କରି ରୁହନ୍ତୁ ନାହିଁ, ଛୋଟ ପଦକ୍ଷେପରୁ ଆରମ୍ଭ କରନ୍ତୁ। ସାଙ୍ଗମାନେ, ଏହା ମନେ ରଖନ୍ତୁ, ଆପଣଙ୍କ ଅସଫଳତା ଆପଣଙ୍କ ଲକ୍ଷ୍ୟସ୍ଥଳର ଶେଷ ନୁହେଁ ବରଂ ଏହା ଗୋଟିଏ ଏମିତି ମୋଡ଼ ହେଇଥାଏ ଯାହାକି ଆପଣଙ୍କୁ ଆହୁରି ଅଧିକ ଶକ୍ତିଶାଳୀ ବନାଇଥାଏ। ତ ଆଜିଠାରୁ ନିରାଶ ହେବା ଛାଡ଼ି ଦିଅନ୍ତୁ। ନୂଆ ନୂଆ ସ୍କିଲ୍ ଶିଖନ୍ତୁ, ନିଜର ନେଟୱାର୍କ ବଢ଼ାନ୍ତୁ ଆଉ ନିଜ ଉପରେ ବିଶ୍ୱାସ ରଖନ୍ତୁ କାରଣ ଆପଣଙ୍କ ସମୟ ବି ନିଶ୍ଚିତ ଭାବରେ ଆସିବ। ଯଦି ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ନିଜର ସାଙ୍ଗସାଥିମାନଙ୍କ ସହିତ ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମକୁ ସପୋର୍ଟ କରନ୍ତୁ। ମନେ ରଖନ୍ତୁ, ହାର ସେ ପର୍ଯ୍ୟନ୍ତ ହେଇନଥାଏ ଯେ ପର୍ଯ୍ୟନ୍ତ ଆପଣ ନିଜେ ହାର ମାନି ନାହାନ୍ତି। ଧନ୍ୟବାଦ।